ॐ रामं लक्ष्मणं पूर्वजं रघुवीरं सीतापतिं सुन्दरं काकुत्स्थं करुणाकरं गुणनिधिं विप्रप्रियधार्मिकं राजेन्द्रं सत्यसन्धं दशरथतनयं श्यामलं शान्तमूर्ति वन्दे लोकाभिरामं रघुकुलतिलकं राघवं रावणारि मूकं करोति वाचालं पङ्गुलं यतगिरिं यद्रुपातमं वन्दे परमानन्दो माधवं तुम्भ चरणरे करे प्रणति हे रघुपति श्रोताମାନଙ୍କୁ ମୋର କର ମୁଖତି हे रघुपति ଶ୍ରୋତାମାନଙ୍କୁ ମୋର କର ମୁଖତି हे रघुपति ସବସ୍କ୍ରାଇବ୍ କରୁଥିବେ ସବୁଦିନଟି हे रघुपति। श्री भक्तवत्सल भगवान की जय, मर्यादा पुरुष रामचंद्र की जय, लखनलाल जी की जय, भरतलाल जी की जय, शत्रुघ्न जी की जय, सीता देवी की जय, हनुमान जी की जय, माँ झंकड़वासिनी माँ शारदा को जय। ये विश्व को भल रखु श्री राम नारायण को जय। मोर प्रिय श्रोताबंधुगण, आपण मैंने पूर्व अध्याय ଆପଣ ଶୁଣୁଛନ୍ତି ଦଶରଥ ଆଉ ପରଶୁରାମଙ୍କ ବିଷୟରେ। ଯେତେ କାକୁତି ମିନତି ହେଇ ଦଶରଥ ରାଜା କହୁଛନ୍ତି, ମୁଁ ବୃଦ୍ଧ କାଳରେ 4ଟି ପୁତ୍ର ପାଇଛି, ଦୟାକରି ତାଙ୍କୁ ରକ୍ଷା କରନ୍ତୁ। ତୁମ୍ଭେ ଇନ୍ଦ୍ରଙ୍କ ଆଗରେ ପ୍ରତିଜ୍ଞା କରିଥିଲ ଯୁଦ୍ଧ କରିବ ନାହିଁ କି ଅସ୍ତ୍ରଶସ୍ତ୍ର ଧରିବ ନାହିଁ। ତୁମେ ମହାଜ୍ଞାନୀ ସତ୍ୟବନ୍ତ, କିପରି ମୋ ବଂଶକୁ ନିପାତ କରିବ? ତୁମ୍ଭେ ଶରଣ ରକ୍ଷଣ, ପୁଣି ମହାବୀର, ତୁମେ ମୋ ଉପରେ ଦୟାକରି ଏ ସୂର୍ଯ୍ୟବଂଶକୁ ରକ୍ଷା କର। ଯେତେ ଦଶରଥ କାକୁତି ମିନତି କଲେ, ପରଶୁରାମ କିଛି ନ ଶୁଣି ସୈନ୍ୟଙ୍କ ମଝିରେ ପଶି କ୍ରୋଧବଶ ହୋଇ ରାମଙ୍କ ପାଖରେ ଯାଇ ପହଞ୍ଚିଗଲେ। ରାମଚନ୍ଦ୍ର ପରଶୁରାମଙ୍କୁ ଦେଖି ନମସ୍କାର କଲେ। କହିଲେ, ହେ ତପଚାରୀ, କାହିଁକି ରାଗିକି ଆସିଛ? ଆମ୍ଭ ଆଗରେ ଟିକେ ପ୍ରକାଶ କରନ୍ତୁ। ପରଶୁରାମ ଏକଥା ଶୁଣି କହିଲେ, ତୁଇ କି ଦଶରଥ ପୁତ୍ର ରାମ? ମୁଁ ତ ଚିହ୍ନିପାରୁନି। ହଁ, ତୁଇ ପରା ଶିବଧନୁ ଗର୍ବରେ ଭାଙ୍ଗିଛୁ ଆଉ। ତୁ କ'ଣ ଜାଣିନାଉ ପରଶୁରାମ ପୃଥିବୀରେ ଅଛି ବୋଲି? ଶିବ ମୋର ଗୁରୁ। ତୁ ଖଳ ବୁଦ୍ଧିରେ ସେ ଧନୁକୁ ଭାଙ୍ଗିଛୁ। ତାର ପ୍ରତିଫଳ ଆଜି ମୋ ଠାରୁ ପାଇବୁ। ତୁ ଧନୁ ଭାଙ୍ଗିବା ବେଳେ ମୁଁ ଯେ ଜାଣିଥାନ୍ତି, ତୁ ଆଜି ପର୍ଯ୍ୟନ୍ତ ଦେହ ଧରି ନଥାନ୍ତୁ, ସେଇଠି ଶେଷ କରିଥାନ୍ତି। ଏ ଜଗତରେ ରାମ ନାମ ମୋର ଆଜି, ରାମ ନାମକୁ ତୁ 2 ଭାଗ କରିଦେଲୁ। ପରଶୁରାମ ବୀର ଦେହର ପ୍ରାଣ ଥାଉ ଥାଉ ତୁ ଶିବଧନୁ ଭାଙ୍ଗିଦେଲୁ। ଏ ବଡ଼ ଆଶ୍ଚର୍ଯ୍ୟ କଥା। ତୁ ଧନୁ ଭାଙ୍ଗିକି ମୋର ଯଶ କୀର୍ତ୍ତି ବୁଡ଼ାଇ ଦେଲୁ। ସେଇଭଳି ଧନୁ ଦେଖ ମୋ ପାଖରେ ଅଛି। ଧନୁରେ ଯଦି ଗୁଣ ଚଢ଼େଇ ଦେବୁ, ତାହେଲେ ମୁଁ ଆଉ ତୋ ସହିତ ଯୁଦ୍ଧ କରିବି ନାହିଁ। ରାମଚନ୍ଦ୍ର କହିଲେ, ମୁଁ କ'ଣ ଧନୁ ଧରି ଜାଣିଛି? ଦେଖନ୍ତୁ ଶ୍ରୋତାବନ୍ଧୁ, ଭଗବାନ କେତେ ନିମ୍ନ, ଆମକୁ ସେଇଭଳି ନିମ୍ନ ହେବାକୁ ପଡ଼ିବ। ତାପରେ ଶ୍ରୀରାମ କହୁଛନ୍ତି, ମୁଁ ଧନୁ ଧରି ଜାଣିଛି ନା ଧନୁ ଧରିବାକୁ ମୋ ଦେହରେ ବଳ ଅଛି? ମୋତେ କ୍ଷମା କର। ମୁଁ ଚଞ୍ଚଳ ମନରେ
ବାଳୁତ ସ୍ୱଭାବରେ ଶିବଧନୁ ଭାଙ୍ଗି ଯାଇଛି। ମୁଁ ଧନୁ ପାଖକୁ ଗଲାବେଳେ ଗୁରୁ ଗୁରୁଜନମାନେ ବହୁତ ଆନନ୍ଦ ହେଇଥାନ୍ତି ତ ମୋତେ ଭାରି କୌତୁକ ଲାଗିଲା। ମୁଁ କୌତୁକ କରି ଟେକୁଥିଲି। ଟେକୁ ଟେକୁ ତ ଭାଙ୍ଗିଗଲା ଆଉ। ମୁଁ କ'ଣ ଗୁଣ ଚଢ଼େଇଛି? ଟେକୁ ଟେକୁ ଭାଙ୍ଗିଗଲା। ମୁଁ କ'ଣ କରିଥାନ୍ତି? ପଛରେ ତୁମେ ଅମଙ୍ଗଳ ଘଟେଇବ ବୋଲି ଯଦି ଜାଣିଥାନ୍ତି ମୁଁ ଧନୁକୁ ଦେଖିକି ଫେରି ଆସିଥାନ୍ତି। ରାମଙ୍କ ଠାରୁ ଏକଥା ପରଶୁରାମ ଶୁଣି ଆହୁରି ବେଶୀ ରାଗିଯାଇ କହିଲା, ଏ କଥା ମୋତେ ଅଦ୍ଭୁତ ଲାଗୁଛି। ପୃଥିବୀ ମଧ୍ୟରେ ଯେତେ କ୍ଷତ୍ରିୟ ଥିଲେ ଯେଉଁ ପରଶୁରାମ ତାଙ୍କୁ ମାରିଛି ତାଙ୍କର କୀର୍ତ୍ତି ଏ 3 ପୁରରେ ପୂରିଛି। ତାଙ୍କୁ ତୁ ଜାଣିଲୁ ନାହିଁ? କି ଆଶ୍ଚର୍ଯ୍ୟ କଥା। ଶ୍ରୀରାମ କହିଲେ, ଯାହା କହିଲେ ସତ। ପୃଥିବୀ କି ତୁମେ ଜିଣିଛ, ଏକଥା ସତ। ତ୍ରିଜଗତକୁ ତ ନୁହେଁ, 3 ଜଗତକୁ ଜିଣିଛ। ପୃଥିବୀ ମାନେ କ'ଣ ସମଗ୍ର? ସମଗ୍ର ତ ନୁହେଁ। ତୁମେ 21 ଥର କ୍ଷତ୍ରିୟ ବିନାଶ କରିଛ ସତ। ଏ ଜଗତରେ ତୁମ ପରି ବୀର କେହି ନାହିଁ। ତାପରେ ମୁଁ ନବଯୁବା, ତୁମେ ଅତି ବୃଦ୍ଧ। କେମିତି ତୁମର ଆମର ଯୁଦ୍ଧ ହେବ? ଏଭଳି ପ୍ରତିଜ୍ଞା କାହିଁକି କରୁଛ? ମନରେ ଟିକେ ଭାବିଲ, ଏ କଥା ଅସୁନ୍ଦର ହେଉଛି କି ନାହିଁ? ରାମ ଏକଥା କହୁଛନ୍ତି। ଜାତିରେ ବ୍ରାହ୍ମଣ ତୁମେ, ସମସ୍ତଙ୍କର ପୂଜନୀୟ। ଟିକେ କୋପ ଶାନ୍ତି କରି ଶାନ୍ତମନା ହୁଅ। ଆମର ରଘୁବଂଶର ବୀରମାନେ କେବେ ବ୍ରାହ୍ମଣଙ୍କ ସହିତ ଯୁଦ୍ଧ କରିଛନ୍ତି? ତୁମେ ଜାଣିଛ? ଯଦି ଜାଣିଛ ମୋ ଆଗରେ କୁହ। ଏଇ କି କଥା? ଏତିକି କଥା ଯେତେବେଳେ ପରଶୁରାମ ଶୁଣିଲା, ପରଶୁରାମ କ୍ରୋଧରେ ପ୍ରଜ୍ୱଳିତ ହୋଇ କହୁଛି, ତୁ ମୂଢ଼ମତି, କେତେ କେତେ ବଡ଼ି କଥା କହୁଛୁ। ଜାତି ହିସାବରେ ଖାଲି ତୋର ପୂଜ୍ୟ ହେଲି, ବ୍ରାହ୍ମଣ ବୋଲି ପୂଜ୍ୟ ହେଲି ଆଉ ବୀରପଣ ମୋର କିଛି ନାହିଁ। ଏକଥା ଶୁଣି ରାମ ବିନୟରେ କହିଲେ, ଆପଣ ସବୁ ଭାବରେ ପୂଜ୍ୟ, ଏଥିପାଇଁ ରାଗୁଛ କାହିଁକି? ହେ ଗୋସାଇଁ, ତୁମ କର୍ମ କଥା ଶୁଣିବାକୁ ମୋର ଭାରି ଇଚ୍ଛା ହେଉଛି। ଟିକେ ଦୟାକରି କହିବେ କି? ମୋର ପ୍ରିୟ ଶ୍ରୋତାବନ୍ଧୁଗଣ, ଭିଡ଼ିଓ ବଡ଼ ହେଲା ବେଳକୁ ମୋର ପ୍ରିୟ ଶ୍ରୋତାବନ୍ଧୁମାନଙ୍କର ଧୈର୍ଯ୍ୟ ରହୁନାହିଁ। କମ୍ ଲୋକ ଦେଖୁଛନ୍ତି। ଏଣୁ ଆଜି ଏତିକିରୁ ରହିବା। ପୁଣି ଆପଣମାନେ ଶୁଣିବେ ଆଗାମୀ ଅଧ୍ୟାୟରେ। ଆପଣମାନଙ୍କୁ ମୋର ନିବେଦନ, ଆପଣମାନେ ଇଏ ଧାରାବାହିକ ସମ୍ପୂର୍ଣ୍ଣ ରାମାୟଣକୁ ଦରଖଣ୍ଡିଆ କରି ଶୁଣିବେ ନାହିଁ। ଆପଣ ତ ଭକ୍ତବତ୍ସଳ, ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଦରଖଣ୍ଡିଆର ଗୁଣ। କାହିଁକିନା ଆପଣମାନଙ୍କର ଯଦି ଭକ୍ତ ଗୁଣ ନଥାନ୍ତା, ଏତେ ସଂଖ୍ୟାରେ ଏ ଯୁବକ ଅବସ୍ଥାରେ ଆପଣ ଦେଖନ୍ତେ ନାହିଁ। ତେଣୁ ସେହି ରାମନାରାୟଣଙ୍କର
ଆପଣଙ୍କ ଉପରେ ଦୟା ଅଛି। ଏଣୁ ଆପଣମାନେ ଦୟାକରି ସବସ୍କ୍ରାଇବ୍ ଟିକେ କରୁଥିବେ, ଲାଇକ୍ ମଧ୍ୟ ଟିକେ କରୁଥିବେ। କାହିଁକିନା ଏ ଅନୁଷ୍ଠାନ ଆପଣଙ୍କର, ମୁଁ ନିମିତ୍ତ ମାତ୍ର, କେହି ନୁହେଁ। ଏଣୁ ଆପଣଙ୍କୁ ନମସ୍କାର କରି ଏ ଜଗତର ମଙ୍ଗଳ କରନ୍ତୁ ସେ ଦୟାମୟ ବିଶ୍ୱବିହାରୀ ସେଇ ରାମନାରାୟଣଙ୍କୁ ନମସ୍କାର କରି, ସେଇ ଝଙ୍କଡ଼ବାସିନୀ ମା ଶାରଳାଙ୍କୁ ନମସ୍କାର କରି, ସେଇ ୟୁଟ୍ୟୁବ୍ କର୍ମକର୍ତ୍ତାମାନଙ୍କୁ ନମସ୍କାର କରି ମୁଁ ଆଜି ବକ୍ତବ୍ୟ ଶେଷ କରୁଛି। ଯଦି ସେହି ଇଚ୍ଛାମୟଙ୍କର ଦୟା ହୁଏ, ମୋର ସେହି ପରମ ଭକ୍ତମାନଙ୍କର ଯଦି ଏ ଦିନହୀନ ପ୍ରତି ଦୟା ଥାଏ, ପୁଣି ଆପଣମାନେ ଶୁଣିବେ ଆଗାମୀ ଅଧ୍ୟାୟରେ। ଏଠି କହି ମୋର ପ୍ରିୟ ଭକ୍ତବନ୍ଧୁମାନଙ୍କୁ ପୁନର୍ବାର ନମସ୍କାର କରି ବିଦାୟ ନେଉଛି। ଜୟ ଶ୍ରୀରାମ।